ସ୍ୱାଗତ କରୁଛି ଫ୍ରେଣ୍ଡସ୍ ଆମ ଚ୍ୟାନେଲ ତରଫରୁ। ମୁଁ ସୁବ୍ରତ ଏକ ନ୍ୟୁ ଭିଡିଓ ସହିତ। ଫ୍ରେଣ୍ଡସ୍ ଏଠି ଦେଖନ୍ତୁ, ଏଠି ଆପଣମାନଙ୍କର ଗ୍ରାମ ପଞ୍ଚାୟତ ତରଫରୁ ଏଠି ଆପଣମାନଙ୍କର ଯୋଗାଣ ସହାୟକ ପାଇଁ ଏଠି ଆପଣଙ୍କର ନିଯୁକ୍ତିଟି ରହିଛି। ଯଦି ଆପଣମାନେ ଆପ୍ଲାଏ କରିବା ପାଇଁ ଚାହୁଁଛନ୍ତି, ଏଠି ଆପଣଙ୍କ ନିଜ ନିଜ ପଞ୍ଚାୟତ ଏଠି ଆପଣମାନେ ଆପ୍ଲାଏ କରିପାରିବେ। ଏଠି ଆପଣଙ୍କର ଦେଖିପାରୁଥିବେ, ଏଠି ଆପଣଙ୍କର ପଞ୍ଚାୟତ ତରଫରୁ ଏଠି ଆପଣଙ୍କର ରିକ୍ରୁଟମେଣ୍ଟ ରହୁଛି। ଏଠି ଆପଣମାନେ ନିଜ ନିଜ ପଞ୍ଚାୟତରେ ଆପଣ ନିଜେ ଜବ୍ କରିବେ ଏବଂ ତା ସହିତ ନିଜ ଘର ପାଖରେ ରହି ଏଠି ଆପଣମାନେ ଜବ୍ କରିପାରିବେ। ଦେଖନ୍ତୁ, ଏଠି ଆପଣଙ୍କର ଯୋଗାଣ ସହାୟକ ପାଇଁ ଯୋଉ ଆପଣଙ୍କର ଆପ୍ଲିକେସନ ଫର୍ମଟି ଏବଂ ଅଫଲାଇନ ମୋଡରେ ଆପ୍ଲାଏ କରିବା ପାଇଁ ପଡିବ। ଓଡିଶାର ସବୁ ଆପଣଙ୍କର ଡିଷ୍ଟ୍ରିକ୍ଟ ପାଇଁ ଏଠି ଆପଣଙ୍କର ବାହାରୁଛି। ଆଜି ସେଇଭଳି ମଧ୍ୟ ଅନ୍ୟ ଏକ ଡିଷ୍ଟ୍ରିକ୍ଟ ପାଇଁ ଏଠି ଆପଣଙ୍କ ଯୋଗାଣ ସହାୟକ ପାଇଁ ଏଠି ଆପଣଙ୍କ ଯୋଉ ଆବେଦନ ପତ୍ରଟି ଆସିଛି। ତ ଦେଖନ୍ତୁ ଫ୍ରେଣ୍ଡସ୍, ଏଠି ଆପଣ କିପରି ଭାବରେ ଆପ୍ଲିକେସନ ଫର୍ମଟି ଭରିବେ, ମୁଁ ପ୍ରଥମେ ସେଇଟା କହିଦେବୁ। ଦେଖନ୍ତୁ, ଏଠି ଆପଣଙ୍କର ପ୍ରଥମେ ଆପଣଙ୍କର ନିଜ ନିଜ ଗ୍ରାମ ପଞ୍ଚାୟତର ନାମ ଏଠି ଦେବେ ଏଣ୍ଡ ଆବେଦନକାରୀଙ୍କର ନାମ ନିଜ ନାମ ଏଠି ଦେବା ପାଇଁ ପଡିବ। ନିଜ ନାମ ଦେଲା ପରେ ଆପଣଙ୍କର ପିତାଙ୍କର ନାମ ଏଠି ଦେବେ, ବାପାଙ୍କର ନାମ, ଆପଣଙ୍କ ଠିକଣା ଦେବେ ଏବଂ ରାଇଟ ସାଇଡ ରେ ଆପଣଙ୍କ ଏଠି ଫଟୋ ଦେବେ। ଫଟୋ ଦେଲା ପରେ ଆପଣ ଯୋଗାଯୋଗର ଠିକଣା ଏଠି ଆପଣଙ୍କ ଡିଟେଲ୍ସ ଭିଡିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ମୁଁ ଏଠି ଯୋଗାଯୋଗ ଠିକଣା ମଧ୍ୟ ଏଠି ଆପଣଙ୍କର ଦେଇଛି। ଦେଖନ୍ତୁ, ଜାତୀୟତା ଆପଣଙ୍କର ଏଠି ନ୍ୟାସନାଲିଟି ଇଣ୍ଡିଆନ ଭାରତୀୟ ଲେଖିବେ। ଧର୍ମ ଆପଣ ମାନଙ୍କର କଣ, ହିନ୍ଦୁ କିମ୍ବା ମୁସଲିମ ବା ଶିଖ ଯାହାବି ଆପଣଙ୍କର ଧର୍ମ ହେଇଥିବ ଏଠି ଧର୍ମ ଦେବେ। ଲିଙ୍ଗ ଆପଣଙ୍କର ମେଲ କିମ୍ବା ପୁରୁଷ କିମ୍ବା ମହିଳା ଏଠି ଆପଣ ମାନଙ୍କୁ ଦେବେ। ଜନ୍ମ ତାରିଖ ଏଠି ଆପଣ ଦେବେ। ଶିକ୍ଷାଗତ ଯୋଗ୍ୟତା ଆପଣ ମାନେ ଦେଖିପାରୁଥିବେ, ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା ଯାହା ବି ରହିଥିବ, ଆପଣଙ୍କର ଏଠି ଦଶମ ପାସ୍ କରିଥିଲେ ହିଁ ଏ ଜବ୍ ଟିକୁ ଆପଣ ଆପ୍ଲାଏ କରିପାରିବେ ଏବଂ ଯେଉଁମାନେ ଦଶମ ପାସ୍ କରିଛନ୍ତି ସେମାନେ ଏଠି ଆପ୍ଲାଏ କରିପାରିବେ। ଏଟା ଆପଣ ଦେଖନ୍ତୁ, ଆପଣ ମାନେ ଯେଉଁମାନେ କୋଉ ଭାବୁଥିବେ କି ଆମେ ମାନେ ଦଶମ ପଢିଛୁ ଆମ ପାଇଁ କିଛି ଜବ୍ ଅଛି କି ନାହିଁ, ସେମାନଙ୍କ ପାଇଁ ଏଠି ଏଇ ସବୁ ଟାଇପ ର ପୁରା ଭ୍ୟାକେନ୍ସି ରହୁଛି। ଆପଣ ମାନେ ଚାହିଁଲେ ଯେଉଁମାନେ ଦଶମ ପାସ୍ କରିଛନ୍ତି ଏସବୁ ଆପଣ ମାନଙ୍କର ଫର୍ମଟିକୁ ଆପଣ ଆପ୍ଲାଏ କରିପାରିବେ। ଦେଖନ୍ତୁ, ତାପରେ ଏଠି ଆପଣମାନଙ୍କର ଯୋଉ ଯୋଉ ଆପଣ ମାନେ ଦଶମ ପଢିଥିବେ ଆପଣଙ୍କର ବୋର୍ଡ ଦେଖିବେ, କେଉଁ ବର୍ଷ ଆପଣ ପରୀକ୍ଷା ଦେଇଥିଲେ, କେବେ ଆପଣ ମାନଙ୍କ ଆପଣ ପାସ୍ ଆଉଟ୍ ହେଇଥିଲେ, ଫୁଲ ମାର୍କ କେତେ ଥିଲା, କେତେ ଆପଣ ମାର୍କ ରଖିଲେ, କେତେ ଶତକଡା ବା କେତେ ପରସେଣ୍ଟେଜ ଆପଣ ମାର୍କ ରଖିଲେ, ଏ ସବୁ ଡିଟେଲ୍ସ ଏଠି ଆପଣ ମାନେ ଭରିବେ। ଭରିଲା ପରେ ମୋବାଇଲ ନମ୍ବର ଆଉ ଇମେଲ ଆଡ୍ରେସ ଦେବେ। ଦେଲା ପରେ ସ୍ଥାନ ତାରିଖ ଲେଖିକରି ଏଠି ଆପଣମାନଙ୍କୁ ସ୍ପିଡ ପୋଷ୍ଟ ବା ଆପଣ ମାନେ ପୋଷ୍ଟରେ ଆପ୍ଲାଏ କରିବେ। ଦେଖନ୍ତୁ, ଏଠି ଆପଣମାନଙ୍କର ଆମର ଓଡିଶାର ଅନ୍ୟ ଏକ ଜିଲ୍ଲା ପାଇଁ ଆପଣମାନଙ୍କର ଏଠି ଆପଣଙ୍କର ଆସିଛି। ଦେଖନ୍ତୁ, ଏଠି ଆପଣଙ୍କର ବୌଦ୍ଧ ଜିଲ୍ଲା ପାଇଁ ଆପଣଙ୍କର ଏଠି ଯୋଉ ଆପଣଙ୍କର ପଞ୍ଚାୟତ ସମିତି କାର୍ଯ୍ୟାଳୟ ବୌଦ୍ଧ ଜିଲ୍ଲା ପାଇଁ ଏଠି ଆପଣଙ୍କର ଯୋଗାଣ ସହାୟକ ପାଇଁ ଏଠି ଆପଣଙ୍କର ଭ୍ୟାକେନ୍ସିଟି ରହିଛି। ଯଦି ଆପଣ ମାନେ ଆପ୍ଲାଏ କରିବା ପାଇଁ ଚାହୁଁଛନ୍ତି, ଆପଣଙ୍କର ଶେଷ ତାରିଖ ମୁଁ ପ୍ରଥମେ କହିବାକୁ ଦେଖନ୍ତୁ, ଶେଷ ତାରିଖ ଆପଣମାନଙ୍କର 15/10/2025, ଯୋଉଟା କି ଅକ୍ଟୋବର ମାସ 15 ତାରିଖରେ ଶେଷ ତାରିଖ ଆପଣଙ୍କର ରହୁଛି। ତା ପୂର୍ବରୁ ଆପଣଙ୍କ ରେଜିଷ୍ଟ୍ରେସନ ବା ସ୍ପିଡ ପୋଷ୍ଟ ଏଠି ଆପଣମାନଙ୍କୁ କରିବା ପାଇଁ ପଡିବ। ଦେଖନ୍ତୁ, ଆପଣଙ୍କୁ ଯଦି 21 ବର୍ଷ ହେଇଯାଇଛି, 21 ରୁ 35 ବର୍ଷ ମଧ୍ୟରେ ବୟସ ଅଛି, ତ ଆପଣ ମାନେ ଏଠି ଆପ୍ଲାଏ କରିପାରିବେ। ଯେଉଁମାନେ ଆପ୍ଲାଏ କରିବା ପାଇଁ ଚାହୁଁଛନ୍ତି, ତ ଆପଣ ମାନେ ଯଦି ବୌଦ୍ଧ ଗ୍ରାମ ପଞ୍ଚାୟତରୁ ବିଲଙ୍ଗ କରୁଛନ୍ତି, ତ ଆପଣମାନେ ଏଠି ଆପ୍ଲାଏ କରିପାରିବେ। ଅତି କମରେ ଆପଣ ମେଟ୍ରିକ ପାସ୍ କରିଥିବା ଦରକାର। ସାର୍ଟିଫିକେଟ ମୁଁ ଯେଉଁଭଳି କହିଲି ଆପଣମାନଙ୍କର ସେ ସବୁ ସାର୍ଟିଫିକେଟ ଦରକାର। ଏଟା ଥିଲା ଆପଣମାନଙ୍କର ବୌଦ୍ଧ ଜିଲ୍ଲା ପାଇଁ ଏଠି ଆପଣଙ୍କ ଯୋଉ ଆପଣଙ୍କର ଯୋଗାଣ ସହାୟକ ପାଇଁ ଏଠି ଆପଣଙ୍କର ନୋଟିସଟି, ବିଜ୍ଞାପନଟି। ଯଦି ଆପଣ ମାନେ ଆପ୍ଲାଏ କରିବା ପାଇଁ ଚାହୁଁଛନ୍ତି, ତ ନିଶ୍ଚୟ ଆପ୍ଲାଏ କରିଦିଅନ୍ତୁ ଯଦି ଆପଣ ବୌଦ୍ଧ ଜିଲ୍ଲାରୁ ବିଲଙ୍ଗ କରୁଛନ୍ତି। ଏବଂ ଯଦି ଆପଣଙ୍କର କେହି ବୌଦ୍ଧ ପିଲାମାନେ ଫ୍ରେଣ୍ଡ ଅଛନ୍ତି କିମ୍ବା ବୌଦ୍ଧର ପିଲାମାନଙ୍କ ସହିତ ଆପଣଙ୍କ କଣ୍ଟାକ୍ଟ ଅଛି, ତାଙ୍କୁ ମଧ୍ୟ ଏଇ ଫର୍ମଟି ଏଇ ଯୋଉ ଭିଡିଓଟି ଆପଣଙ୍କୁ ସେୟାର କରିପାରିବେ, ଯାହାଦ୍ୱାରା ସେମାନେ ମଧ୍ୟ ଏଠି ଆପ୍ଲାଏ କରିପାରିବେ। ଯଦି ଫ୍ରେଣ୍ଡ ଭିଡିଓଟି ଆପଣଙ୍କୁ ପସନ୍ଦ ଆସୁଛି, ତ ଗୋଟେ ଲାଇକ୍ କରିଦିଅନ୍ତୁ। ଚ୍ୟାନେଲଟି ଯଦି ସବସ୍କ୍ରାଇବ କରିନାହାନ୍ତି, ପ୍ଲିଜ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖନ୍ତୁ। ଏବେ ଲାଟେଷ୍ଟ ଅପଡେଟ ପାଇବା ପାଇଁ ଆମ ଚ୍ୟାନେଲ ସହିତ ଯୋଡି ରୁହନ୍ତୁ। ନେକ୍ସଟ ଭିଡିଓରେ ଆପଣଙ୍କ ସହିତ ଦେଖା ହବ। ସେଥିପାଇଁ ଟେକ୍ କେୟାର ଏଣ୍ଡ ବାଏ।